ଜୟ ଜଗନ୍ନାଥ। ଆଜି ବିଜୟ ଭଲ କଥା ମନେ ରଖ। ମହାପୁରୁଷଙ୍କ ବାଣୀ ଶିଶୁଆନନ୍ଦଙ୍କ ଲେଖା। ଦାନା ଥାଇ ଖାଇବାକୁ ପଡ଼ିବ। ଦାନା ଥାଇ ଖାଇବାକୁ ପଡ଼ିବ ମାନେ ଘରେ ଖାଇବାକୁ ଥିବ, ଖାଇ ହବନି। ତମେ ଫିଲ୍ କରିଛ ନା ଏମିତି ସବୁ ଘଟଣା ଘଟେ? ତମେ ଘରେ ରୋଷେଇ ହେଇକି ରହିଥିବ, ଖାଇବାକୁ ହଉଥିବ, ମରଣ ଖବର ଗୋଟେ ଗୋଟେ ପଳେଇ ଆସିବ। ଆରେ ତମ ଭାଇର ଅମୁକ ସମୁକ ମରିଗଲା, ସେ ରୋଷେଇ ଯିଏ ହେଇଥିଲା ସେଇଠି ଥୁଆ ହେଇଥିବ। ବୁଝିପାରୁଛ? ରୋଷେଇ ହେଇଥିବ ସେଇଠି ଥୁଆ ହବ। ବୋଉ ସେଇଠି ବସୁନାହିଁ, ରୋଷେଇ ଯୋଉଠି ହେଇଥିବ ସେଇଠି ଥୁଆ ହେଇଥିବ, କିନ୍ତୁ ଲୋକ ଖାଇପାରିବେ। ସେମିତି ଏମିତି ଗୋଟେ ସମୟ ଆସିବ, ଲୋକଙ୍କ ଘରେ ଧାନ ଚାଉଳଠୁ ଆରମ୍ଭ କରି ଗ୍ୟାସଠୁ ସବୁ ଥବ, କିନ୍ତୁ ଖାଇପାରିବେ। କାହିଁକି? ସେମିତି ଗୋଟେ କଣ ସମୟ ଆସି ପହଞ୍ଚିବ, ମାନେ ମନୁଷ୍ୟଙ୍କର ବୁଦ୍ଧି ବିବେକ କିଛି କାମ କରିବ କେବେ? କେବେ ଆସିବ? ଶିଶୁଆନନ୍ଦ କ୍ଲାରିଫାଇ କଲେ। ପଞ୍ଚସଖା ଭିତରେ କିଏ ସେ? ଶିଶୁଆନନ୍ଦ କ୍ଲାରିଫାଇ କଲେ। ଏକ ଯେ 11 ବସୁଦେବ ଅଙ୍କ କୂଟ, ସେହି ଦିନୁ ସବୁ ହେବ କଳିର କପଟ। କିଛି ହେଇନି, ଆଗକୁ ଆହୁରି ହବ। ଥରେ କହିଥିଲୁ, ଯୋଉ ଲୀଳା ଖେଳା ହବ ଧୀରେ ଧୀରେ ହବ, ଲୋକଲୋଚନକୁ କେହି ଜାଣିପାରିବେନି। ବର୍ତ୍ତମାନ କଣ ମାଳିକାକୁ ପଢିକି ଠାକୁ ଠାକୁ ଯଜ୍ଞ ହଉଛି, ଠାକୁ ଠାକୁ ଅମୁକ ହଉଛି, ଠାକୁ ଠାକୁ ସମୁକ ହଉଛି, ଏମିତି ସବୁ ଚାଲିଛି। କିନ୍ତୁ ଇଏ ବହୁ ଆଡମ୍ବର ଲଘୁ ପୂଜା, ଆର କିଛି ପ୍ରୟୋଜନ ନାହିଁ। କହିଲେ ଘରେ ଘରଣିଆ ଲୁଚି ବୁଲୁଥିବ, ନ ପାଇବେ ଜନେ କେହି, ବଉଳ ନ ପାଇବେ ଜନେ କେହି, ଠିକଣା ବେଳକୁ ଠକାଇଣ ଦେବ, ଠିକେ ଅଚ୍ୟୁତିକୁ ହଇ। ବୋଲେ ଘରେ ଘରଣିଆ ଲୁଚି ବୁଲୁଥିବ, ନ ପାଇବେ ଜନେ କେହି, କେହି ତାଙ୍କୁ ଖୋଜି ଖୋଜି ପାଇବେ। ତମେ କଣ ମାଳିକା ପଢିକି ଖୋଜିକି ପାଇଯିବ କେଇ ଦିନର? ଆରେ ତମ ମୃତ୍ୟୁ ତ ତମେ କୋଉ ଦିନ ହବ ତମେ ଜାଣିନ, ତମେ ଜଗତ ମୃତ୍ୟୁ କଥା କଣ କହିବ? ଆମ ଜୀବନ ଭିତରେ ଆମେ କେତେ ସାଧୁଜଣଙ୍କୁ ଦେଖିଲୁଣୁ, ସବୁ ଏମିତି କହି ସବୁ ଗଲେ, କିନ୍ତୁ ଆମେ ଦେଖିଛୁ ଆସିଛୁ। ଅନେକ ସିଦ୍ଧ ମହାପୁରୁଷ ମାନେ ଆସିଛନ୍ତି, ସେମାନେ ମଧ୍ୟ କଣ କରିଛନ୍ତି? ମାୟାରେ ପଡିଯାଇଛନ୍ତି। ତାଙ୍କୁ ଯୋଉ ମୁଁ ଶବ୍ଦଟା ତାଙ୍କୁ ଖାଇଦେବେ ହେଲା। ମୁକାର ମୂଳେ କାଳ ଥାଇ ପ୍ରାଣିତା ଅବଶ୍ୟ ହୁଅନ୍ତି, ଅତି ଦର୍ପେ ହତାଲଙ୍କା ଅତି ମାନସ କୌରବା, ଅତି ଦାନେ ବଳିବର୍ଦ୍ଧନ ଅତି ସର୍ବତ୍ର ଇନ୍ଦ୍ରିୟ। ଗର୍ବଟା ମନୁଷ୍ୟକୁ କେତେବେଳେ ତଳମୁଖା କରିଦବ ତା କହିଦେବ। ତେଣୁ ଜ୍ଞାନୀ ଲୋକ ବିବେକୀ ଲୋକ ଦୁଃଖରେ କାତର ହୁଅନ୍ତି ନାହିଁ, କି ସୁଖରେ ଚାତର ହୁଅନ୍ତି ନାହିଁ। ଯଦି ପଇସା ଥାଏ କାହାକୁ ଦେଖାନ୍ତି ନାହିଁ, କି ଦୁଃଖ ପଇଲେ ବ୍ୟାକୁଳିତ ହୁଅନ୍ତି ନାହିଁ। କିଏ ସେ? ଜ୍ଞାନୀ ଲୋକ ବିବେକୀ। ଆଉ ପିମ୍ପୁଡ଼ି ଯଦି ଦୁଃଖ ଉପରୁ ଚଢିଯିବ, ସେ କହିବ ମୋ ସୁଗଡା କେହି ନାହିଁ। ବର୍ତ୍ତମାନ ତମେ ଦେଖୁନ, ଅନେକ ବ୍ୟକ୍ତି ଏ ମାଳିକା ଶାସ୍ତ୍ରକୁ ପଢିକି ଛନ୍ଦି ବାନ୍ଧି କହିଦେଇକି ପୁରା ଗୋଟେ ହେ ବିସ୍ଫୋରଣ ହେଇଯିବ, ଅମକ ହବ ସମକ ହବ, ବୁଝିପାରୁଛ? ତେଣୁ ଏଗୁଡା ସବୁ କଣ ବିନାଶ କାଳେ ବିପରୀତ ହଉଛି। ମହାପୁରୁଷ କହିଲେ ଏକ ଯେ 11 ବସୁଦେବ ଅଙ୍କ ପୁଟ, ଏକ ଯେ 11,
11 1 ମିଶିକି ଦେଲା 12 ବସୁ ବୋଲନ୍ତେ ଅଷ୍ଟ ବସୁ 8 ମିଶିଗଲା 20। ସେହି ଦିନୁ ସବୁ ହେବ କଳିର କପଟ। ବାପା ଧୈର୍ଯ୍ୟ ଧର ଧରି ଧର 20 ଅଙ୍କ ଯେତେବେଳେ ହବ ସେଇଠୁ କଳିର କପଟତା ଆରମ୍ଭ ହବ। ବର୍ତ୍ତମାନ ହେଇ ନାହିଁ ହେଲା। ସଜବାଜ ଚାଲିବ କେବେଠୁ ନା 20। ଧାନା ଥାଇ ପ୍ରାଣୀ ମାନେ ମରିବେଟି ଗଡ଼ି ବ୍ରହ୍ମାଣ୍ଡ ଅଙ୍କରେ ଥୋକେ ଲେଖ କରି ଧରି। କହିଲେ ଏମିତି 20ରେ ଏଇ ଘଟଣା ଘଟିବ, କଳି କପଟତା ହବ, କଳି ସତ୍ୟ ଭିତରେ ଛକାଛକି ଚାଲିବ। ଦାନା ଥାଇ ପ୍ରାଣୀ ମାନେ ମରିବେଟି ଗଡ଼ି, ଥରେ ଖାଇବାକୁ ଥାଇକି ଖାଇପାରିବେ ନାହିଁ, ମରିଯିବେ। କେବେ ନା ବ୍ରହ୍ମାଣ୍ଡ ଅଙ୍କରେ ଥୋକେ ଲେଖ କରି ଧରି। ବ୍ରହ୍ମାଣ୍ଡ ଅଙ୍କ ବୋଲନ୍ତି 21। ତମେ ସମସ୍ତେ ଜାଣିଛ 14 ବ୍ରହ୍ମାଣ୍ଡ, କିନ୍ତୁ ମନରେ ତ 21 ବ୍ରହ୍ମାଣ୍ଡ। ଆମ ପାଇଁ ହେଲା 14 ବ୍ରହ୍ମାଣ୍ଡ, କିନ୍ତୁ ସର୍ବମୋଟ ହଉଛନ୍ତି 21 ବ୍ରହ୍ମାଣ୍ଡ। ଭୀମ ବି ଲେଖିଛନ୍ତି, ଜାଗିଛନ୍ତି ବ୍ରହ୍ମଅଗ୍ନି ଅଲେଖ କୁଣ୍ଡେ ଧାପ ଦେଉଛନ୍ତି 21 ବ୍ରହ୍ମାଣ୍ଡ। ବ୍ରହ୍ମବିନି ଭାଗ କଲା ଖଣ୍ଡେ କଣ ନେଇ ରଖିଲା ଗୁପତ ରକ୍ଷଣ ଦେଲା ଆହୁରି ଖଣ୍ଡେ। ସ୍ୱର୍ଗ ରହିଲା 7 ବ୍ରହ୍ମାଣ୍ଡ, ମର୍ତ୍ତ୍ୟ ରହିଲା 7 ବ୍ରହ୍ମାଣ୍ଡ, ପାତାଳ ରହିଲା 7 ବ୍ରହ୍ମାଣ୍ଡ। ଆମେ ମର୍ତ୍ତ୍ୟପୁରବାସୀ ନା, ଆମ ପାଇଁ ମର୍ତ୍ତ୍ୟ 7 ସ୍ୱର୍ଗ 7। ପାତାଳପୁରବାସୀଙ୍କ ପାଇଁ କଣ ହେଲା, ପାତାଳପୁର 7, ମର୍ତ୍ତ୍ୟ 7, ସ୍ୱର୍ଗ 7। ତେଣୁ ବ୍ରହ୍ମାଣ୍ଡ ହଉଛି କେତେ 21। କହିଲେ 20 ଅଙ୍କରେ କଣ ହବ, କଳିର କପଟତା ହବ। 21 ଅଙ୍କରେ କଣ ହବ, ଦାନା ଥାଇକି ଖାଇବାକୁ ପାଇବେ ନାହିଁ। କାହାର ନା ମାର ଖଣ୍ଡ ବସିଛି। ଦେଖ ଭୀମ ଗୋଟେ ଲେଖି ଦେଇଛନ୍ତି, ତାହି ତାପରିଆ ଯେତେ ଟୋପେ ପଡ଼ିବେ ସମସ୍ତେ, ଠିକ ଏହି ଯେ। ବୁଝି ହଉଛି ନା? କହିଲେ ଯେତିକ ଟାହି ଟେପରିଆ ଏସବୁ ଟୋପରେ ପଡ଼ିବେ। ପିଆ ଯାଏ ଟାକି ଥାଅ ଦେଖିବ ବେନି ନଥିବ। ପିଆ ବୋଲନ୍ତେ 16ରେ ଘଟିବନି। କହନ୍ତି ମୁଁ ତ ଗୋଟେ ତମେ ଆଣିଥିବ ପଇସା ଜଣ କତି, ଏତେ 15 ତାରିଖ ବେଳକୁ ଦେଇଦେବି। ମାନେ 15 ତାରିଖ ବେଳକୁ, ମାନେ 15 ତାରିଖ ନୁହଁ, 15 ତାରିଖ ଗଲା ପରେ ତ ଭାବର ଅର୍ଥ ମୁଁ 16 ତାରିଖ ଦିନ ତତେ ଦେବି। 15 ଯାଏଁ ଅପେକ୍ଷା କର, କହନ୍ତି ନାଇଁ ନା? ସେମିତି ସେ ଭୀମ କହୁଛନ୍ତି 16 ପର୍ଯ୍ୟନ୍ତ ଅପେକ୍ଷା କର, ତାପରେ ଯୋଉ ଖେଳ ହବ ତା କହି ହବ ନାହିଁ। ବୁଝିପାରୁଛ ନା ବୁଝିପାରୁଛ? ଏଠି ମହାପୁରୁଷ ସେଇ କଥା କହୁଛନ୍ତି 21 ଅଙ୍କରେ ଏଇ ଘଟଣା। ଶୂନ୍ୟ ହେବେ ଥୋକେ ଧନ, ଶୂନ୍ୟ ହେବ ଥୋକେ ଧନ, ଜନ ଗୋରୁ ଘର ଅନଳ ଯୋଗରେ ଜାଣ ପଣ୍ଡୁର କୁମ। ମାନେ ସେତେବେଳେ ସୂର୍ଯ୍ୟଙ୍କ କିରଣ ଏମିତି ଘଟିବ, ଅଗ୍ନି ବର୍ଷା ହବ, ବହୁତ ଧନ ଜୀବନ ହାନି ଘଟିବ। ବୁଝି ହଉଛି ନା? ଶୁଣିଲୁ ଯେ କର୍ଣ୍ଣପତେ ଏହି ସମାଚାର, ନାରଦକୁ ଠିକ କରେ କହିଲେ ବେଦବର। ବେଦବର ବୋଲନ୍ତେ ବ୍ରହ୍ମା। ବୁଝି ହଉଛି? ଏ କଥା ନାରଦକୁ କହିଛନ୍ତି। କିଏ କହୁଛନ୍ତି? କୃଷ୍ଣ ଯୁଧିଷ୍ଠିର ମହାପ୍ରଭୁଙ୍କୁ ଏ କଥା କହୁଛନ୍ତି। ସେ ଧର୍ମରାଜ, ଏ ଘଟଣା ଘଟିବ ବୋଲି ବ୍ରହ୍ମା ଆଗରୁ କଣ କରୁଛନ୍ତି, ନାରଦକୁ କହିଛନ୍ତି। ତେଣୁ କଳିଯୁଗରେ ଏହିପରି ଭାବରେ ଲୋକମାନେ କ୍ଷୟ ଯିବେ। ତାଙ୍କୁ କେହି ମାରିବେନି, ତାଙ୍କୁ ମନକୁ ମନ। କାହିଁକି ନା ବିଧିର ବିଧାନ କେ କରିବା ନ କର୍ମ ବାଙ୍କ ଫଳ ଜଣି, କର୍ମର ଆୟତେ ସଂସାର ଚଳଇ ନ ଜାଣନ୍ତି ଜନେ କେହି। ଆମେ ସବୁ କଣ ଜଗତ କର୍ମରେଖା ଭିତରେ ପରିଚାଳିତ ହେଉଅଛୁ। ତେଣୁ ଯେତେବେଳେ କର୍ମ ବାମ ଘଟିବ, ପ୍ରକୃତି ଆମକୁ ଚିତା କାଟିଦବ। ବୁଝିପାରୁଛ ନା? ତେଣୁ 21 ଅଙ୍କରେ ଘଟଣା ଘଟିବ ବୋଲି ଶିଶୁ ଅନନ୍ତ କଣ କରିଛନ୍ତି, ସିଦ୍ଧ ବାରଙ୍ଗକୁ ଭକ୍ତି ମୁକ୍ତି ଦାୟକ ଗୀତାରେ ଆମ ମାନଙ୍କୁ ଚେତନା। ତେଣୁ ବେଳ ହଉଛି କଣ, ଗୋଟେ ସମୟ ବଳବାନ। ବୁଝିବ? ବାଘ ଖାଇଗଲା ଖାଇଲା ବେଳକୁ କେହି ଶୁଣିବେନି।
ବୁଝିପାରୁଛ ନା? ତେଣୁ ସମୟ ଗୋଟେ ଘଡ଼ିଛନ୍ତି ମୁହୂର୍ତ୍ତ, ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନନ୍ଦ ଗବାର ହରି।